ପିଲାମାନେ ଆଜି ଆସ ଆମେ ପଢ଼ିବା ଆମର ଯେଉଁ 5th ସେମ୍ରେ ଅଛି ଓଡ଼ିଶାର ସାଂସ୍କୃତିକ ଇତିହାସ ଓ ଓଡ଼ିଆ ସାହିତ୍ୟ। ଏଇଠି DSC ପେପର 1ରେ ଅଛି। ତାର ଯେଉଁ 4th ୟୁନିଟ୍ ଅଛି ତାର ପାଠର ବିଷୟବସ୍ତୁ ହେଉଛି ଓଡ଼ିଶାର ଓଷାବ୍ରତ ଓ ପର୍ବପର୍ବାଣୀ। ଆଜି ଆମେ ପଢ଼ିବା ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଉପରେ ପର୍ଯ୍ୟବସିତ ବିଭିନ୍ନ ପର୍ବପର୍ବାଣୀ ସମ୍ପର୍କରେ। ଆମ ଉତ୍କଳର ସଂସ୍କୃତି ଖୁବ୍ ପ୍ରାଚୀନ। ଶ୍ରୀ ଜଗନ୍ନାଥଙ୍କ ଦେଶ ଭାବେ ଉତ୍କଳକୁ ବା ଓଡ଼ିଶାକୁ ସମସ୍ତେ ଜାଣନ୍ତି। ଓଡ଼ିଆ ଜାତିର ସାମାଜିକ ଆଉ ସାଂସ୍କୃତିକ ଜୀବନରେ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଏହାର ପର୍ବପର୍ବାଣୀ ସବୁ ପାଳିତ ହୋଇଥାଏ। କଥାରେ ଅଛି 12 ମାସରେ 13 ପର୍ବ, ଅର୍ଥାତ୍ ଆମର ଯେଉଁ 12ଟି ମାସ ଅଛି ଓଡ଼ିଆ 12 ମାସ, ସେ 12 ମାସରେ 13ଟି ପର୍ବ ଆମର ମୁଖ୍ୟତଃ ପାଳନ କରାଯାଏ। ଏଥିରେ ଜନଜୀବନର କଥା, ଦେବାଦେବୀଙ୍କୁ ଆରାଧନାର କଥା, ବିଭିନ୍ନ ଧର୍ମର କଥା ଏହି ସଂସ୍କୃତି ଭିତରେ ଜଡ଼ିତ। ଯଦି ଆମେ ଦେଖିବା 12ଟି ମାସର କଥା କହିବା, ତେବେ ବୈଶାଖ ମାସଠାରୁ ଆମର ନବବର୍ଷ ଓଡ଼ିଆ ନବବର୍ଷ ପାଳିତ ହୋଇଥାଏ। 12 ମାସ ହେଉଛି ବୈଶାଖ, ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲ୍ଗୁନ ଓ ଚୈତ୍ର। ସେହି ଅନୁସାରେ ଆମ ପର୍ବଗୁଡ଼ିକ ମଧ୍ୟ ବିଭିନ୍ନ ମାସରେ ଭିନ୍ନ ଭିନ୍ନ ଭାବରେ ପାଳିତ ହୋଇଥାଏ। ଯେମିତିକି ବୈଶାଖ ମାସରେ ବୈଶାଖ ଶୁକ୍ଳ ତୃତୀୟାରେ ଅକ୍ଷୟ ତୃତୀୟା, ଜ୍ୟେଷ୍ଠ ମାସରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ଯାତ୍ରା, ଆଷାଢ଼ ମାସରେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ରଥଯାତ୍ରା, ଏହିଭଳି ଅନେକ ପର୍ବପର୍ବାଣୀ ଓଡ଼ିଆ ଜନଜୀବନର ପ୍ରାଣକେନ୍ଦ୍ର ଭଳି ପାଳିତ ହୋଇଆସେ। ଓଡ଼ିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ସମ୍ପର୍କରେ ଆସ ଜାଣିବା। ପ୍ରଥମେ ଆରମ୍ଭ କରିବା ଆମର ନବବର୍ଷ ବିଷୁବ ସଂକ୍ରାନ୍ତି ଠାରୁ, ଯାହାକୁ ଆମେ ମହାବିଷୁବ ସଂକ୍ରାନ୍ତି ଭାବରେ ପାଳନ କରିଥାଉ। ଏଇଥିରୁ ଆମର ଉତ୍କଳର ନବବର୍ଷ ପାଳିତ ହୋଇଥାଏ। ଏହି ଦିନ ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କର ପ୍ରଖର କିରଣ ହୋଇଥାଏ। ବୃକ୍ଷଲତା, ପ୍ରାଣୀଜଗତ, ଜନଜୀବନ ଐଶ୍ୱର୍ଯ୍ୟବୋଧ କରନ୍ତି। ଏଥିପାଇଁ ବୈଶାଖ ମାସରେ ବିଷୁବ ସଂକ୍ରାନ୍ତିରେ ପଣା ଭୋଗ ଲାଗିଥାଏ। ତୁଳସୀ ଚଉରା ମୂଳେ ବସୁନ୍ଧରା ଠେକି ବନ୍ଧା ହେଇଥାଏ ଏବଂ ମାସକ ଧରି ସେଥିରେ ଘରର ସ୍ତ୍ରୀ ଲୋକମାନେ ପାଣି ଢାଳନ୍ତି। ଏହା ସହିତ ଆମର ଯେଉଁ ସଂକ୍ରାନ୍ତି ଉତ୍ସବ ପାଳିତ ହୁଏ ସେଥିରେ ପଣା ଭୋଗ ଲାଗିଥାଏ। ଏହା ବ୍ୟତୀତ ଲୋକମାନେ ମଧ୍ୟ ରାସ୍ତାଘାଟରେ ଜଳଛତ୍ର କରି ଲୋକମାନଙ୍କୁ ପାଣି ବଣ୍ଟନ କରିଥାନ୍ତି। ଏହି ସମୟରେ ବୃନ୍ଦାବତୀଙ୍କୁ ଅର୍ଘ୍ୟ ଆଉ ସନ୍ଧ୍ୟାବେଳେ ଦୀପ ଦେଇ ହିନ୍ଦୁ ଧର୍ମର ନାରୀମାନେ ପୂଜା ପର୍ବ କରି ବା ପୂଜା ପାଳନ କରି ପରିବାରର ସୁଖ ଶାନ୍ତି କାମନା କରନ୍ତି। ଏହାପରେ ଆସେ ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟା ମଧ୍ୟ ଓଡ଼ିଶାର ଗୋଟିଏ ପ୍ରଧାନ ପର୍ବ ଅଟେ। ଉତ୍କଳୀୟ ପରମ୍ପରାରେ ଏହା ଏକ କୃଷିଭିତ୍ତିକ ପର୍ବ ଅଟେ। ବୈଶାଖ ମାସର ଶୁକ୍ଳ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳିତ ହୁଏ। ଆମେ ଓଡ଼ିଶାବାସୀ ବିଶ୍ୱାସ କରୁ ଯେ ଇଏ ହେଉଛି ଧର୍ମ, କୃଷି ଇତ୍ୟାଦି ପରମ୍ପରା ପାଳନର ଗୋଟିଏ ସବିଶେଷ ସମୟ। ଏହି ଦିବସରେ ମଧ୍ୟ ପୌରାଣିକ ମର୍ଯ୍ୟାଦା ଖୁବ୍ ବେଶୀ। ଏହି ଦିନ ମଧ୍ୟ ଅଖି ମୁଠି ବନ୍ଧା ଯାଇଥାଏ। ଏଥିସହିତ ଓଡ଼ିଶାର କୃଷକମାନେ ଗାଧେଇ ହଳଦୀ, ଚନ୍ଦନ, ସିନ୍ଦୁର ଇତ୍ୟାଦିକୁ ମଣ୍ଡିତ କରି ବିହନ ଧାନପୂର୍ଣ୍ଣ ନୂତନ ଗଉଣୀରେ
ହୁଳୁହୁଳି ଶଙ୍ଖ ଦେଇକିନା ବିଲକୁ ଯାଇଥାନ୍ତି ଏବଂ ଜମି ଜମା ଯାହାର ଥାଏ ଏହି ଦିନ ହେଉଛି ଏକ ଉତ୍କୃଷ୍ଟ ସମୟ ଚାଷ କରିବାରେ। ଏହି ଅକ୍ଷୟ ତୃତୀୟାକୁ ମଧ୍ୟ ଅନେକ ଏକ ଶୁଭ ଲଗ୍ନ ବୋଲି ଧରିଥାନ୍ତି। ସେଥିପାଇଁ କେହି କେହି ଏହି ଦିନ ଘର ତିଆରି କରନ୍ତି ଅଥବା କେହି କେହି ଏହି ଦିନ ବାହାଘର ବ୍ରତ ଇତ୍ୟାଦି କାର୍ଯ୍ୟର ମଧ୍ୟ ଶୁଭାରମ୍ଭ କରନ୍ତି। ଏହା ପରେ ପରେ ଆସେ ରଜ ପର୍ବ। ରଜ ପର୍ବ ହେଉଛି ଆଦ୍ୟ ଆଷାଢ଼ର ଉତ୍କଳୀୟମାନଙ୍କର ଗୋଟେ ମହା ଆଡ଼ମ୍ବର ସହିତ ପାଳିତ ହେଉଥିବା ପର୍ବ। ଏହା 3 ଦିନ ଧରି ପାଳିତ ହୋଇଥାଏ। ବିଶେଷ କରି ଝିଅମାନେ ଏହି ପର୍ବ ବେଶୀ ପାଳନ କରନ୍ତି। ଦୋଳି ଟଙ୍ଗା ହୁଏ। ଦୋଳି ଖେଳିବା, ପୋଡ଼ପିଠା ଖାଇବା, ମିଠା ପାନ ଖାଇବା, ସାହି ସାହି ବୁଲି ଝିଅମାନେ ଦୋଳି ଗୀତ ଗାଇ ଦୋଳିକୁ ଉପଭୋଗ କରିବା, ସୁସ୍ୱାଦୁ ପିଠାପଣା ତିଆରି କରି ଅନ୍ୟକୁ ବାଣ୍ଟିବା, ନିଜେ ଖାଇବା, ଏଥିସହିତ ନୂଆ ବସ୍ତ୍ର ପରିଧାନ କରିବାର ପରମ୍ପରା ମଧ୍ୟ ରହିଛି। ଏହାର ପରବର୍ତ୍ତୀ ସମୟରେ ଆମେ ପାଳନ କରିଥାଉ ରଥଯାତ୍ରା। ରଥଯାତ୍ରା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଏକ ଶ୍ରେଷ୍ଠ ଯାତ୍ରା ଅଟେ ବା ବଡ଼ ପର୍ବ ଅଟେ। ସାରା ବିଶ୍ୱରେ ଏହି ପର୍ବ ପାଳିତ ହୋଇଥାଏ। ଆଗରୁ କେବଳ ଓଡ଼ିଶାରେ ହେଉଥିଲା, ଏବେ ଭାରତରେ ଏବଂ ଭାରତ ବାହାରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେଉଛି। ଏହି ସମୟରେ 9 ଦିନ ଧରି ବଡ଼ ଦେଉଳରୁ ପ୍ରଭୁ ନିଜ ଭାଇ ଏବଂ ଭଉଣୀଙ୍କ ସହିତ ମାଉସୀ ମା ଘରକୁ ଯାଇଥାନ୍ତି। ରଥଯାତ୍ରା ଭିତରେ ହେରା ପଞ୍ଚମୀ ହୁଏ, ବାହୁଡ଼ା ଯାତ୍ରା, ସୁନାବେଶ ଇତ୍ୟାଦି ମଧ୍ୟ ପାଳିତ ହୋଇଥାଏ। ସେ କେବଳ ଓଡ଼ିଶାରୁ ନୁହନ୍ତି, ଓଡ଼ିଶା ବାହାରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କର ଭକ୍ତମାନେ ବହୁଳ ପରିମାଣରେ ପ୍ରଭୁଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି। ଏହା ପରେ ପରେ ଭାଦ୍ରବ ମାସ କୃଷ୍ଣାଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସବ ପାଳିତ ହୁଏ, ଯାହାକୁ ଆମେ ଜନ୍ମାଷ୍ଟମୀ ବୋଲି କହିଥାଉ। ଏହି ଦିନ ସ୍ତ୍ରୀ ପୁରୁଷ ସମସ୍ତେ ଏହି ଉପବାସ କରନ୍ତି ଏବଂ ଭକ୍ତି ସହକାରେ ଶ୍ରୀକୃଷ୍ଣଙ୍କୁ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ମଧ୍ୟ ପୂଜା ଆରାଧନା କରିଥାନ୍ତି। ଜନ୍ମାଷ୍ଟମୀ ପରେ ପରେ ଓଡ଼ିଶାରେ ପାଳିତ ହୁଏ ଗଣେଶ ଚତୁର୍ଥୀ। ଗଣେଶ ଚତୁର୍ଥୀ ପୂଜା କେବଳ ଓଡ଼ିଶାରେ ନୁହେଁ, ଏହା ସର୍ବଭାରତୀୟ ପର୍ବ ଭାବରେ ମଧ୍ୟ ପାଳିତ ହୋଇଥାଏ। ବିଦ୍ୟାଦାତା ରୂପରେ ଆମେ ଗଣେଶଙ୍କୁ ଭକ୍ତି ସହକାରେ ପୂଜା ଅର୍ଚ୍ଚନା କରିଥାଉ। ଭାଦ୍ରବ ମାସ କୃଷ୍ଣ ଚତୁର୍ଥୀ ଗଣେଶଙ୍କର ପବିତ୍ର ଅବସରରେ ଏହି ପୂଜା ପାଳନ କରାଯାଇଥାଏ। ତାଙ୍କୁ ସିଦ୍ଧିଦାତା କୁହାଯାଏ। ବିଘ୍ନ ବିନାଶକ ବରଦା ଠାକୁର ଭାବରେ ସେ ମଧ୍ୟ ପରିଗଣିତ। ଏହା ପରେ ପରେ ମହାଳୟା ଆମର ଆଶ୍ୱିନ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ। ଏହା ଏକ ପର୍ବବିଧି। ଏଥିରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ସାମ୍ବତ୍ସରିକ ଶ୍ରାଦ୍ଧ କରାଯାଏ। ତା ସହିତ ତିଳ ତର୍ପଣାଦି ମଧ୍ୟ କର୍ତ୍ତବ୍ୟ ବୋଲି ବହୁ ଲୋକ ବିଶ୍ୱାସ କରି ଏହି ପିତୃପକ୍ଷ ମହାଳୟା ଶ୍ରାଦ୍ଧ ଉତ୍ସବ ହିନ୍ଦୁ ପରମ୍ପରା ଅନୁଯାୟୀ ବହୁ ଲୋକ ପାଳନ କରନ୍ତି। ପରେ ପରେ ଆସେ ଦୁର୍ଗା ପୂଜା ଆଉ ଦଶହରା ପର୍ବ। ଏ ମଧ୍ୟ ସର୍ବଭାରତୀୟ ସ୍ତରର ପର୍ବ ଅଟେ। ଦୁର୍ଗା ପୂଜାର ଲୋକପ୍ରିୟତା ଦଶହରା ପର୍ଯ୍ୟନ୍ତ ପାଳିତ ହୁଏ। ଏହି ଯେଉଁ 3 ଦିନ ଧରି ପୂଜା ମଣ୍ଡପରେ ମାଙ୍କର ଆବାହନ ହୁଏ,
ଆଳତୀ କାର୍ଯ୍ୟକ୍ରମ ହୁଏ ଏବଂ ତା ସହିତ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ। ଏହାକୁ ଅନେକ ମହାଳୟା ପରଠାରୁ ପାଳନ କରି ନବରାତ୍ର ଭାବରେ ମଧ୍ୟ ପୂଜା ଅର୍ଚ୍ଚନା କରିଥାନ୍ତି। ଦଶହରା, ଦୁର୍ଗା ପୂଜା, ଦେବୀ ପୂଜା, ନବରାତ୍ର ପୂଜା, ଷୋଳ ପୂଜା, ପାର୍ବଣ ଉତ୍ସବ ମଧ୍ୟ ଏହି ସମୟରେ ମହା ଧୁମଧାମରେ ପାଳିତ ହୁଏ। ଶରତ ଋତୁରେ ଶାରଦୀୟ ଦେବୀ ପୂଜା ଆଉ ଚୈତ୍ର ମାସରେ ବାସନ୍ତୀ ଦୁର୍ଗା ପୂଜା ନାମରେ ଦେବୀଙ୍କର 2 ଥର ପୂଜା ଅନୁଷ୍ଠିତ ହୋଇଥାଏ। ଏଥିରେ ମା ଦୁର୍ଗାଙ୍କୁ ପୂଜା କରାଯାଇଥାଏ। ଦେବୀ ଦୁର୍ଗା ମହିଷାସୁରକୁ ମାରି ପୃଥିବୀର ପାପ ଭୟରୁ ରକ୍ଷା କରିବାର ଯେଉଁ ଭୂମିକା ଥିଲା ତାହାକୁ ମନେ ପକାଇ ସମସ୍ତ ଭକ୍ତମାନେ ମାଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି। ମୃଣ୍ମୟ ମାତୃପୂଜା ବଦଳରେ ଘଟ ପୂଜା ମଧ୍ୟ ଅନେକ ଜାଗାରେ ହୋଇଥାଏ। ଏହାର କିଛି ଦିନ ଅନ୍ତରରେ ପାଳିତ ହୁଏ ଆଶ୍ୱିନ ପୂର୍ଣ୍ଣିମାରେ କୁମାର ପୂର୍ଣ୍ଣିମା। କୁମାରୀମାନଙ୍କ ପାଇଁ ଏହି ପର୍ବଟି ପାଳିତ ହୋଇଥାଏ। ଚାନ୍ଦକୁ ଆକାଶରେ ଦେଖିଲେ ଯାଇ ସନ୍ଧ୍ୟା ପରେ ପରେ ଝିଅମାନେ ବିଭିନ୍ନ ଗୀତ ଗାଇ ପିଠାପଣା ଖାଇ ଚନ୍ଦନ ଇତ୍ୟାଦି ଲଗାଇ ଏହି ପର୍ବ ପାଳିତ କରିଥାନ୍ତି ବା ପାଳନ କରିଥାନ୍ତି। ଏହା ଏକ ଚାନ୍ଦ ପୂଜା ବୋଲି ମଧ୍ୟ କୁହାଯାଏ। ଏହାର କିଛି ଦିନ ଅନ୍ତରରେ ଦୀପାବଳି ଆଲୋକର ପର୍ବ ଭାବରେ ଆମେ ପାଳନ କରିଥାଉ। ଏଥିରେ ଆମେ ସନ୍ଧ୍ୟା ସମୟରେ ଦୀପ, କ୍ୟାଣ୍ଡେଲ ଇତ୍ୟାଦି ଜଳାଉ ଏବଂ ଘରଗୁଡ଼ିକରେ ଚ୍ୟାନ୍ ଲାଇଟ୍ ବା ବିଭିନ୍ନ ବିଦ୍ୟୁତ୍ ଉପକରଣର ସାଜସଜ୍ଜା କରି ଆଲୋକମୟ କରିଦେଇଥାଉ। ଦୀପାବଳି ପର୍ବ ସୌରଚେତନା, କୃଷି ପରମ୍ପରା, ଜନ୍ମ ମୃତ୍ୟୁ କଳନାର ଏକ ସମନ୍ୱିତ ଧାରା ବୋଲି କୁହାଯାଏ। ଏହାପରେ ଆମର ଲକ୍ଷ୍ମୀ ପୂଜା ପାଳିତ ହୋଇଥାଏ, ଯେଉଁଟାକି ମାର୍ଗଶିର ମାସର ପ୍ରଥମ ଗୁରୁବାର ଠାରୁ ଶେଷ ଗୁରୁବାର ପର୍ଯ୍ୟନ୍ତ ଏହି ପୂଜା ମାଙ୍କ ଉଦ୍ଦେଶ୍ୟରେ ଆରାଧନା କରାଯାଏ। ସେତେବେଳକୁ ବିଲରୁ ଧାନ ଆସି ଖଳାରେ ରହିସାରିଥାଏ ଏବଂ ହିନ୍ଦୁ ସମାଜରେ ବିଶ୍ୱାସ ଅଛି ଯେ ମା ଯେତେବେଳେ ଆସି ଧାନ ରୂପରେ ଖଳାରେ ସଭା ପାଆନ୍ତି ତାଙ୍କର ପୂଜା କରାଯାଏ। ଏହାଦ୍ୱାରା ସୌନ୍ଦର୍ଯ୍ୟ ସମ୍ପଦର ବୃଦ୍ଧି ଘଟିଥାଏ। ଲକ୍ଷ୍ମୀ ଯାହାକୁ ସଦୟ ହୋଇଥାନ୍ତି ତା ଘରେ କେବେ ବି ଅଭାବ ରହେ ନାହିଁ ଏବଂ ଆଦିମାନବର ମାତୃଚେତନା ଶସ୍ୟ ଉତ୍ପତ୍ତି ମୂଳରେ ଭୂମି ଉପାସନାର ସନ୍ଧାନ ଲାଭ କରିବା ପାଇଁ ଏହିଭଳି ମାତୃଶକ୍ତିର ଚିନ୍ତା କରାଯାଇଥାଏ। ଏହା ପରବର୍ତ୍ତୀ ସମୟରେ ପୌଷ ଶୁକ୍ଳ ଦଶମୀ ଉତ୍କଳୀୟ ପର୍ବ ପରମ୍ପରାରେ ଆମେ ପାଳନ କରିଥାଉ ଶାମ୍ବ ଦଶମୀ। ଏଥିରେ ଆମେ ସୂର୍ଯ୍ୟଙ୍କୁ ଉପାସନା କରିଥାଉ। ସୂର୍ଯ୍ୟ ଉଦୟ ପୂର୍ବରୁ ଖରାବେଳେ ଆଉ ସୂର୍ଯ୍ୟାସ୍ତ ପୂର୍ବରୁ ଆମେ 3 ଥର ଭୋଗ ଲଗେଇଥାଉ। କଥାରେ ଅଛି ଶ୍ରୀକୃଷ୍ଣଙ୍କର ପୁତ୍ର ଶାମ୍ବ ସୂର୍ଯ୍ୟଙ୍କୁ ପୂଜା କରି ରୋଗମୁକ୍ତ ହୋଇଥିଲେ। ତେଣୁ ଆମେ ବିଭିନ୍ନ ରୋଗରୁ ଆମ ଘରର ସନ୍ତାନମାନେ ସୁସ୍ଥ ରୁହନ୍ତୁ ଇତ୍ୟାଦି ପାଇଁ ଘରର ନାରୀମାନେ ମାମାନେ ସୂର୍ଯ୍ୟ ଦେବତାଙ୍କୁ ରୋଗ ନିବାରକ ଭାବରେ ଭକ୍ତି ନୈବେଦ୍ୟ ଅର୍ପଣ କରନ୍ତି। ଏଥିସହିତ ବିଭିନ୍ନ ପିଠାପଣା, ଛେନା ଇତ୍ୟାଦି ମାନସିକ ଅନୁଯାୟୀ ଭୋଗ ଲଗେଇଥାନ୍ତି। ସବୁଠାରୁ ବଡ଼ ପର୍ବ ହେଉଛି ଆମ ଓଡ଼ିଶାର ମକର ସଂକ୍ରାନ୍ତି, ଯାହା କୃଷିର ଶେଷ ପର୍ବ ଭାବରେ ପରିଗଣିତ ହୋଇଥାଏ। ଏହା ଏକ ଆଦିବାସୀ ପର୍ବ ମଧ୍ୟ। ଏହା ଖୁବ୍ ଧୁମଧାମରେ ପାଳିତ ହୋଇଥାଏ। ବିଶେଷ କରି ମୟୂରଭଞ୍ଜରେ
ଏହି ପର୍ବ ଏକ ମୁଖ୍ୟ ପର୍ବ ଅଟେ। ଏଥିରେ ଆମେ ମକର ଚାଉଳ ପ୍ରସ୍ତୁତ କରୁ। ସଂକ୍ରାନ୍ତି ପୂଜା କରିବା ପାଇଁ ମଧ୍ୟ ନଡ଼ିଆ, କଦଳୀ, ବିଭିନ୍ନ ପ୍ରକାରର ଫଳମୂଳ ଭୋଗ ଲାଗିଥାଏ। ଏଥିସହିତ ଆମେ ଅରୁଆ ଚାଉଳକୁ ଅଧା ବାଟି ସେଥିରେ କ୍ଷୀର, ନଡ଼ିଆ, ପାଚିଲା କଦଳୀ, ଛେନା, ଗୁଡ଼, ଆଖୁ, ଅଦା ଇତ୍ୟାଦି ମିଶାଇ ଗୋଟିଏ ମକର ଚାଉଳ ପ୍ରସ୍ତୁତ କରିଥାଉ। ଏଥିସହିତ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ଏହା ପରବର୍ତ୍ତୀ ସମୟରେ ଶ୍ରୀ ପଞ୍ଚମୀ ମା ସରସ୍ୱତୀଙ୍କର ଯେଉଁ ପୂଜା ଅନୁଷ୍ଠିତ ହୁଏ ମାଘ ପଞ୍ଚମୀରେ, ସେହି ପର୍ବଟିକୁ ଆମେ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରିଥାଉ। ଆମର ଲୋକବିଶ୍ୱାସ ଅଛି ଯେ ମା ସରସ୍ୱତୀ ବିଦ୍ୟାଦାତ୍ରୀ ରୂପରେ ଆସନ୍ତି ଏବଂ ମାଘ ଶୁକ୍ଳ ପଞ୍ଚମୀ, ଶ୍ରୀ ପଞ୍ଚମୀ ଏବଂ ବସନ୍ତ ପଞ୍ଚମୀ ନାଁରେ ମଧ୍ୟ ଏହାକୁ ନାମିତ କରାଯାଇଥାଏ। ଏହି ଦିନ ମା ସରସ୍ୱତୀଙ୍କର ପୂଜା ହୁଏ। ସମସ୍ତେ କଣ୍ଠରେ ସରସ୍ୱତୀ ଏବଂ ହାତରେ ବିଦ୍ୟା ଦେବା ପାଇଁ ମାଙ୍କ ପାଖରେ ଅନୁରୋଧ କରନ୍ତି। ମାଘ ପୂର୍ଣ୍ଣିମା ମଧ୍ୟ ଓଡ଼ିଶାର ଏକ ବିଶେଷ ପର୍ବ, ଯାହାକୁ ଆମେ ଯେଉଁ ପର୍ବଟି ପାଳନ କରୁ ତାକୁ ଅଗ୍ନି ଉତ୍ସବ ପର୍ବ ବୋଲି କହିଥାଉ। ଏହି ଦିନ ଅଗିଜଳା ପୂର୍ଣ୍ଣିମା କରାଯାଇଥାଏ। ରାତି ଅଧରୁ ଏହା ଅନୁଷ୍ଠିତ ହୁଏ। ବିଶ୍ୱ ସଂସ୍କୃତିରେ ଅଗ୍ନି କୃତ୍ୟର ବିଭିନ୍ନ ଲୋକରୀତି ମଧ୍ୟ ପାଳନ କରାଯାଏ। ଏହା ସହିତ ପ୍ରଜ୍ୱଳିତ ଅଗ୍ନି ମଧ୍ୟରୁ ନଡ଼ିଆ, ଘିଅ, ଗୁଡ଼, ପନିପରିବା ଇତ୍ୟାଦି ମଧ୍ୟ ଫିଙ୍ଗା ଯାଇଥାଏ। ଆ ସହିତ ଅଗ୍ନିଦେବଙ୍କ କୋପରୁ ରକ୍ଷା ପାଇବା ପାଇଁ ମଧ୍ୟ ଉତ୍କଳୀୟ ପରମ୍ପରାରେ ପୂଜା ଅର୍ଚ୍ଚନା କରାଯାଇଥାଏ।